एशिया कप रे पुणी खेला जिबाकु जाउची भारत एवं पाकिस्तान मैच। बुधवार पाकिस्तान एवं यूएई मध्य खेला जाइतिबा एशिया कप रो 10 मैच रे पाकिस्तान 41 रन रे विजय होईची। एही विजय सहित पाकिस्तान सुपर 4 पई योग्यता अर्जन मध्य करिछि। जेहेतु आयोजक यूएई रो यात्रा एबे शेष होईची, टीम इंडिया एवं पाकिस्तान ग्रुप ए रो योग्यता अर्जन मध्य करिसंती। ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଏକ ମୁକାବିଲା ପାଇଁ ପଥ ପରିଷ୍କାର କରିଛି। ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ରବିବାର ତଥା ସେପ୍ଟେମ୍ବର 21 ତାରିଖରେ ଦୁବାଇରେ ଖେଳାଯିବ। ପ୍ରକୃତରେ ଏଥର ଏସିଆ କପରେ 8ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଏହି ଦଳଗୁଡ଼ିକୁ ଦୁଇଟି ପୃଥକ ଗ୍ରୁପରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଗ୍ରୁପରୁ ମୋଟ 4ଟି ଦଳ ସୁପର 4 ପାଇଁ ଚୟନ ମଧ୍ୟ କରାଯାଇଥିଲା। ଗ୍ରୁପ ଏ ରେ ଭାରତ, ପାକିସ୍ତାନ, ୟୁଏଇ ଏବଂ ଓମାନ ରହିଥିବା ବେଳେ ଭାରତ ଏହାର ଦୁଇଟି ପ୍ରାରମ୍ଭିକ ମ୍ୟାଚ୍ ଜିତି ସୁପର 4 ପାଇଁ ଯୋଗ୍ୟତା ଅର୍ଜନ କରିଛି। ପ୍ଲେ ଅଫ୍ ପାଇଁ ପାକିସ୍ତାନ ଏବଂ ୟୁଏଇ ଏକ ଦୃଢ ପ୍ରତିଯୋଗିତା କରିଥିଲେ ମଧ୍ୟ ତଥାପି ପାକିସ୍ତାନ ଏହି ମ୍ୟାଚ୍ ଜିତି ଭାରତ ସହ ମୁକାବିଲା କରିବାକୁ ପ୍ରସ୍ତୁତ ମଧ୍ୟ ହୋଇଛି। ରବିବାର ଦିନ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଖେଳିଥିଲେ। ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ 7 ୱିକେଟରେ ଜିତି ନେଇଥିଲା, କିନ୍ତୁ ଭାରତୀୟ ଖେଳାଳିମାନେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଶାଇବାକୁ ମନା କରିବାରୁ ମ୍ୟାଚଟି ବିବାଦୀୟ ହୋଇଥିଲା। ପାକିସ୍ତାନ ଏଥିରେ ଆପତ୍ତି ଉଠାଇବା ସହିତ ପିସିବି ଆଇସିସିକୁ ମ୍ୟାଚର ରେଫରୀ ଆଣ୍ଡ ବାଇକ୍ରଫ୍ଟଙ୍କୁ ଟୁର୍ଣ୍ଣାମେଣ୍ଟରୁ ହଟାଇବା ପାଇଁ ଦାବି କରିଥିଲେ, କିନ୍ତୁ ଆଇସିସି ଏପରି କରିବାକୁ ମନା କରିଦେଇଥିଲା। ଏହା ସହିତ ଭାରତ ଏବଂ ପାକିସ୍ତାନ ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ରବିବାର ତଥା ସେପ୍ଟେମ୍ବର 21 ତାରିଖରେ ଦୁବାଇରେ ଖେଳା ହେବାକୁ ଯାଉଛି।